30,000 ଦରମା ହୋଇଥିଲେ କେତେ ମିଳିବ ଗ୍ରାଚ୍ୟୁଟି? ସାଲାରୀ ଅନୁସାରେ ଜାଣନ୍ତୁ ବର୍ଷେ ପରେ ପାଇବେ। ବର୍ତ୍ତମାନ 5 ବର୍ଷ ତୁଳନାରେ ଗୋଟିଏ ବର୍ଷ ନିରନ୍ତର କାମ କଲେ ମଧ୍ୟ ଆପଣ ଗ୍ରାଚ୍ୟୁଟି ପାଇବାକୁ ହକଦାର ହେବେ। ତେଣୁ ଆସନ୍ତୁ ଜାଣିବା ଆପଣଙ୍କ ମୂଳ ଦରମା ଉପରେ କେତେ ଟଙ୍କା ପାଇବେ। ଗ୍ରାଚ୍ୟୁଟି ଲାଭ କେବଳ ସେତେବେଳେ ଉପଲବ୍ଧ ହୁଏ ଯେତେବେଳେ ଜଣେ କର୍ମଚାରୀ ଦୀର୍ଘ ବିରତି ବିନା ଲଗାତାର ଗୋଟିଏ ବର୍ଷ ପାଇଁ କମ୍ପାନୀରେ କାମ କରିଛନ୍ତି। ଉଦାହରଣ ସ୍ୱରୂପ, ଯଦି ଜଣେ କର୍ମଚାରୀ ଚାକିରି ଛାଡ଼ି ଦେଉଛି, ତେବେ ତାଙ୍କର ଗ୍ରାଚ୍ୟୁଟି ଯୋଗଦାନ ତାରିଖରୁ ତାଙ୍କର ଶେଷ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଗଣନା କରାଯିବ। ତଥାପି, ଯଦି ସେମାନେ ଲମ୍ବା ଛୁଟି ନେଇଛନ୍ତି କିମ୍ବା ମଝିରେ ବିରତି ନେଇଛନ୍ତି, ତେବେ ଏହା ସେମାନଙ୍କର ଗ୍ରାଚ୍ୟୁଟି ପାଇବା ପ୍ରକ୍ରିୟାରେ ଜଟିଳ କରିପାରେ। ତେଣୁ ଗ୍ରାଚ୍ୟୁଟି କିପରି ସଠିକ୍ ଭାବରେ ଗଣନା କରାଯାଏ ଏବଂ କେଉଁ କାରଣଗୁଡ଼ିକୁ ବିଚାରକୁ ନିଆଯିବ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ମାତ୍ର ଗୋଟିଏ ବର୍ଷ କାମ କରିବା ପରେ କେତେ ଗ୍ରାଚ୍ୟୁଟି ମିଳିବ? ଏହାର ଉତ୍ତର ବହୁତ ସହଜ। କାରଣ ଗ୍ରାଚ୍ୟୁଟି ଫର୍ମୁଲା ପୂର୍ବରୁ ଅଛି। ଏଥିରେ ଆପଣଙ୍କର ଶେଷ ବେସିକ ଦରମା ଏବଂ ଡିଏ ଯୋଡ଼ିବା, ସେହି ପରିମାଣରୁ 15 ଦ୍ୱାରା ଗୁଣନ କରିବା ଓ ତାପରେ 26 ଦ୍ୱାରା ଭାଗ କରିବା ଅନ୍ତର୍ଭୁକ୍ତ। ଏହି ଫର୍ମୁଲା 15 ଦିନ ଦରମା ଓ 26 ହାରାହାରି କାର୍ଯ୍ୟ ଦିବସକୁ ହିସାବକୁ ନେଇ ତିଆରି କରାଯାଇଥିଲା। ଏହି ସରଳ ଗଣନା ସହିତ ଯେକୌଣସି କର୍ମଚାରୀ ଶୀଘ୍ର ସେମାନଙ୍କର ଗ୍ରାଚ୍ୟୁଟି ବୁଝିପାରିବେ।